ସାର୍ ନମସ୍କାର ସାର୍। ନମସ୍କାର। କୋଉଠୁ କହୁଥିଲେ? ସାର୍ ଭଦ୍ରକରୁ କହୁଥିଲି। ଭଦ୍ରକ। ନାଁଟା କଣ କହିଲେ ଆପଣଙ୍କର? ଜ୍ୟୋତି ରଞ୍ଜନ ଦାସ। ଜ୍ୟୋତି ରଞ୍ଜନ ଦାସ। ବହୁତ ବଢିଆ ନାଁ। ଆଜ୍ଞା। ଜ୍ୟୋତି ବାବୁ କଣ କରନ୍ତି ଆପଣ ବାଇ ପ୍ରଫେସନ? ମୁଁ ବର୍ତ୍ତମାନ ଷ୍ଟୁଡେଣ୍ଟ ଅଛି ଭଦ୍ରକ କଲେଜରେ। ଷ୍ଟୁଡେଣ୍ଟ ପାଠ ପଢୁଛନ୍ତି ଆପଣ? ଆଜ୍ଞା ଆଜ୍ଞା। ଆଉ ତା ସହିତ କିଛି ମାନେ ମାନେ ଖାଲି ପାଠ ନା ତା ସହିତ କିଛି ରହୁଛି ନିଜର କିଛି ସାଇଟ୍ ଇନକମ୍ ରହୁଛି? ସାଇଟ୍ ସେମିତି କିଛି ସାର୍ ନାହିଁ, ଯେମିତି ଟିଉସନ ପିଲାମାନଙ୍କୁ କରେ ଆଉ। ସେମିତି ଆଉ କିଛି ନାହିଁ। ଆଚ୍ଛା ଆଚ୍ଛା। ଆପଣ କଣ ମାନେ କଣ ପଢୁଛନ୍ତି କି? ବର୍ତ୍ତମାନ ମୁଁ ଭଦ୍ରକ କଲେଜରେ ପଲିଟିକାଲ ସାଇନ୍ସ ଅନର୍ସ +3 କରୁଛି। ଆଜ୍ଞା ଆଜ୍ଞା। ଆଚ୍ଛା, ମତେ ଜାତକ ପଠେଇଥିଲେ ଆପଣ, ନାଇଁ? ରାଇଟ୍। ଆଜ୍ଞା ଆଜ୍ଞା ନିଶ୍ଚିତ। କଣ ପ୍ରୋବ୍ଲେମ ହେଇଥିଲା? କାହାର କଣ ପ୍ରୋବ୍ଲେମ ହେଇଥିଲା? ମୁଁ ଜାତକ ସାର୍ ବାବାଙ୍କର ପଠେଇଥିଲି, ଆଜ୍ଞା ଯୋଉଟା କି ମୋର ଗୋଟେ ବଡ ବିଶ୍ୱାସ, ଗୋଟେ ବଡ ଭରସା ମୁଁ ସୃଷ୍ଟି ହେଇଛି ଆପଣଙ୍କ ଉପରେ। ମୋର ଧନ୍ୟବାଦ। ବାବାଙ୍କର ଜାତକ ପଠେଇଥିଲି, ବିଶାଖା ତୁଳା ବାପାଙ୍କର ରାଶି ଥିଲା, ବିଶାଖା ତୁଳା ନକ୍ଷତ୍ର ଥିଲା। ଆଜ୍ଞା। ବାବାଙ୍କର ହାର୍ଟ ପ୍ରୋବ୍ଲେମ ଥିଲା, ଓ ଯୋଉଟା କି ମାନେ ମୋ ପାଇଁ ଗୋଟେ ବଡ ଚ୍ୟାଲେଞ୍ଜେସ୍ ଥିଲା କି ଗ୍ରହଣ କରିବା ପାଇଁ ଡକ୍ଟରଙ୍କ କଥା, ସବୁ କଥା, ମହାପ୍ରଭୁଙ୍କ ଆଶୀର୍ବାଦ। ତାପରେ ଆପଣଙ୍କ କଥା, ମୋର ବଡ ବିଶ୍ୱାସ ହେଇଥିଲା ଆପଣଙ୍କ ପ୍ରତିକାର, ଯୋଉଟା କି ଯଦ୍ୱାରା ମୋ ବାପା ବର୍ତ୍ତମାନ ପୁରା ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି। ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି, ଯାହା ପାଇଁ ମୋ ବଡ ବିଶ୍ୱାସ ଅଟେ ମୋର। ନାଇଁ ଜ୍ୟୋତି ବାବୁ, ଶୁଣନ୍ତୁ, ଆପଣ ଜଣେ ପଲିଟିକାଲ ସାଇନ୍ସ ଷ୍ଟୁଡେଣ୍ଟ, ଆଜି ମଡର୍ନ ସୋସାଇଟିର ଲୋକ ପିଲା ଆପଣ, ବିଲକୁଲ ଆପଣ ଆଜ୍ଞା ଆଜିକା ଡେଟ୍ର ଆଜ୍ଞା मतलब ଏଆଇ ଆଜ୍ଞା ଯୁଗରେ ପିଲା ଆପଣମାନେ। ଓକେ, ତ ବହୁତ ଆଜ୍ଞା ସାरे ପିଲାମାନେ ଜ୍ୟୋତିଷ ଶାସ୍ତ୍ରକୁ, ଆମ ଶାସ୍ତ୍ରକୁ ବିଶ୍ୱାସ କରନ୍ତିନି, ବଟ୍ ୟୁ ଆର୍ ଏ ଆଜ୍ଞା ୟଙ୍ଗଷ୍ଟର, ଦେନ୍ ୟୁ ବିଲିଭ୍ ଦ ଆଷ୍ଟ୍ରୋଲୋଜି। ଓକେ, ଏଇଟା ବହୁତ ନିଶ୍ଚୟ ଖୁସି ଲାଗିଲା। ଦେଖନ୍ତୁ, ଆକ୍ଚୁଆଲି ବାପାଙ୍କର ହାର୍ଟ ପ୍ରୋବ୍ଲେମ ଥିଲା। ନିଶ୍ଚିତ ସାର୍, ବହୁତ ହାର୍ଟ ପ୍ରୋବ୍ଲେମର ବହୁତ ବଡ ଅଂଶ ଯୋଉଟା ଥିଲା, ବାବାଙ୍କର ବ୍ଲକେଜ ହେଇଥିଲା ହାର୍ଟ, ମାନେ ଡକ୍ଟରଙ୍କର ବି ଚ୍ୟାଲେଞ୍ଜେସ୍ ଥିଲା ବହୁତ ତାଙ୍କ ପ୍ରତି। ଆଚ୍ଛା, ଏବେ କଣ କଣ୍ଡିସନ ବାବାଙ୍କର? ଏ ବହୁତ ଭଲ। ପ୍ରତିକାର କଲା ପରେ ଡକ୍ଟରଙ୍କ ମେଡିସିନ ଖାଇବା ଚାଲିଛି, ହଁ, କିନ୍ତୁ ମେଡିସିନ ମୋ ସେ ମତରେ, ଖାଉଛନ୍ତି। ମୋ ବିଶ୍ୱାସରେ, ମୋ ଅନୁସାରେ, ବାବାଙ୍କ କହିବା ଅନୁସାରେ ବାବା ବର୍ତ୍ତମାନ ପୁରା ସୁସ୍ଥ। ନାଇଁ, ଡକ୍ଟରଙ୍କ କାମ ଆମେ ତ କହୁଛୁ, ଆମେ ଆଜ୍ଞା ସବୁବେଳେ ଗୋଟେ ଆଜ୍ଞା କଥା କହିଥାଉ, ଆମେ କିଛି ଚମତ୍କାର କରୁନା। ଓକେ, ୱେ ନଟ୍ ମ୍ୟାଜିସିଆନ। ଓକେ, ଆଜ୍ଞା। ଆମେ ଯୋଉମାନେ ଚମତ୍କାର କରିଦେବି ସେ ଅଲଗା ଲୋକ ହେଇଥିବ, ମୁଁ ଚମତ୍କାର କରେନି। କାରଣ ନିଶ୍ଚିତ ମୁଁ ନିଶ୍ଚିତ ଏତିକି ଜାଣିଛି ଯେ ଯୋଉ ମେଡିସିନଟା ଆପଣଙ୍କର 10% କାମ କରୁଛି, ପ୍ରତିକାର କଲା ଆଜ୍ଞା ପରେ ଗ୍ରହମାନଙ୍କର ଇମ୍ପାକ୍ଟରେ ସେଟା 90% କାମ କରେ, 100% କାମ କରେ। ତା ସହିତ ଆଜ୍ଞା ଆପଣଙ୍କର ଆଜ୍ଞା ସାର୍ ବିଲିଭନେସ୍, ଓକେ, ଆପଣଙ୍କର ବିଶ୍ୱାସ ହିଁ ଆପଣଙ୍କୁ ଆଜ୍ଞା। ଦୃଢ ଶକ୍ତି ଦେଇଥାଏ। ତ ସାର୍ ମୁଁ ଗୋଟେ କଥା ବିଶ୍ୱାସ କରେ କି ବିଶ୍ୱାସ ମିଳେ ହରି। ସାର୍ ତେଣୁକରି ସାର୍ ମୁଁ ଯେହେତୁ ମହାପ୍ରଭୁଙ୍କୁ ବିଶ୍ୱାସ କରେ, ଭଗବାନ ଜଗନ୍ନାଥଙ୍କୁ ବିଶ୍ୱାସ କରେ ବହୁତ। ଆଜ୍ଞା ଆଉ ଆଜ୍ଞା ତେଣୁକରି ସାର୍ ମୁଁ ଆପଣଙ୍କ ଭିଡିଓ କୌଣସି ଭିଡିଓ ମୁଁ ସ୍କିପ୍ କରିନି ଆଜି ଥ୍ୟାଙ୍କ ୟୁ ପର୍ଯ୍ୟନ୍ତ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଟିଲ୍ ନାଓ ଆଜି ପର୍ଯ୍ୟନ୍ତ ମୁଁ କୌଣସି ଭିଡିଓ ସ୍କିପ୍ କରିନି। ତେଣୁକରି ସାର୍ ମୋର ଦିନେ ପ୍ରଶ୍ନ ଉଠିଲା କି ମୁଁ କହିଲି ସାରଙ୍କ ପାଖକୁ ମୁଁ ମୋର ବାବାଙ୍କ ଜାତକଟା ପଠେଇବି। ଆଜ୍ଞା ଆଉ ତାପରେ ଆମର ବି ଫିନାନ୍ସିଆଲ କଣ୍ଡିସନ ଟା ଠିକ୍ ନୁହଁ ଯେ ମୁଁ ମାନେ ସବୁ ଠିକ୍ କରିପାରିବି, କଣ କରିପାରିବି। ତାପରେ ଚିନ୍ତା କଲି, ମୁଁ ଆପଣଙ୍କୁ ମୋ କଥାଟା ବି ଜଣେଇଲି କି ମୁଁ ଗୋଟେ ଫିଜିକାଲ ହାଣ୍ଡିକ୍ୟାପ୍ଟ ପିଲା, ଆମ ଘର ଓହୋ ସିଚୁଏସନ ହୋ ଏଇଆ। ହଁ ହଁ ହଁ। ଆପଣ ସେଇ ସମୟରେ ମତେ ଏତେ ହେଲ୍ପ କରିଥିଲେ ଯେ ୱିଦାଉଟ୍ ଏନି ଫିସ୍ ରେ ମତେ ମାନେ ହେଲ୍ପ କରିଥିଲେ। ବାବାଙ୍କ ଜାତକ, ମୋ ଜାତକ ବି ଦେଖିଥିଲେ ଆପଣ। ଏଇଟା ମୋ ପାଇଁ ବଡ ଉପକାର ଥିଲା। ବାବା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ଏତିକି ମୋ ପାଇଁ ଗୋଟେ ବଡ ଉପକାର ଅଟେ। ଆଜ୍ଞା ଆଜ୍ଞା। ନାଇଁ ନାଇଁ, ସେଟା ଭଗବାନଙ୍କ ଇଚ୍ଛା, କେତେବେଳେ କାହା ହାତରେ କିଏ ଭଲ ହବ ସେ ଈଶ୍ୱରଙ୍କ ଇଚ୍ଛା। ମୁଁ ବାହାଦୁର ଦେଖିବିନି ଯେ ମୋ ବାହାଦୁରୀ। ଆପଣ ଜ୍ୟୋତିଷ ଶାସ୍ତ୍ର ଦେଖୁଛନ୍ତି, ମୋ ଭିଡିଓ ଦେଖୁଛନ୍ତି, ସେଥିପାଇଁ କୋଟି କୋଟି ଧନ୍ୟବାଦ। ସ୍କିପ୍ ବି କରୁନାହାନ୍ତି, ଗୋଟେ ପାଠ ପଢା ପିଲା ହେଇକି ଆପଣ ବହୁତ ଭଲ ଲାଗିଲା। ଦେଖନ୍ତୁ, ଜୀବନରେ ଆମେ ସମସ୍ତେ ଆଜ୍ଞା ଆଜିର ଦିନେ ପଳେଇବା, ଏଥିରେ କିଛି ନାହିଁ। ଯଦି ମୁଁ ଆପଣଙ୍କୁ ହେଲ୍ପ କରିନି, ଏଇଟା ମୋ ଦ୍ୱାରା ହେଲ୍ପ ହେଇଛି, ଈଶ୍ୱର କରିଛନ୍ତି, ମୁଁ କରିନି। ଏଟା ମୁଁ ବାହାଦୁର ଆଜ୍ଞା ନେବିନି ମୁଁ କରିଛି ବୋଲି, ମୋ ଦ୍ୱାରା ହେଇଛି। ଆଇ ଏମ୍ ଦ ମିଡିଲ ପର୍ସନ। ଭଗବାନଙ୍କର ଆଜ୍ଞା। ଥିଲା, ମୋ ଦ୍ୱାରା ହବ କି ମୁଁ ଏ ପ୍ରତିକାର କହିବି। ଆଚ୍ଛା ଜ୍ୟୋତି ବାବୁ, ଯୋଉ ପ୍ରତିକାର କହିଥିଲି, ମୋର ତ ମନେ ନାହିଁ କଣ ପ୍ରତିକାର କହିଥିଲେ ଆପଣ, କଣ କଥା ଥିଲା? ପ୍ରତିକାର କେତେ ମାନେ ଆଜ୍ଞା। ଇଏ ଥିଲା, ମାନେ କେତେ ସେଥିରେ ଖର୍ଚ୍ଚ କଲେ ଆପଣ? ପ୍ରତିକାର ସାର୍ ମୋ କହିବାକୁ ଗଲେ ବିଶେଷ ଖର୍ଚ୍ଚ, ମାନେ ଟୋଟାଲ ଖର୍ଚ୍ଚ ନାହିଁ କହିଲେ ଚଳେ। ମୁଁ କେବଳ ପ୍ରତିକାର ବିଷୟରେ, ମୋ ବାବାଙ୍କର ପ୍ରତିକାର ବିଷୟରେ ମୁଁ କେବଳ ନାରାୟଣଙ୍କ ଉପରେ କେବଳ ଟୁର୍ସ ରହିଥିଲି ବ୍ରାହ୍ମଣଙ୍କ ଦ୍ୱାରା। ଆଜ୍ଞା, ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇଛି, ଆଉ କିଛି ସାର୍ ମୋର କିଛି ପ୍ରତିକାର ଆଉ କୌଣସି ଏକ୍ସଟ୍ରା ଖର୍ଚ୍ଚ ମୁଁ କରିନାହିଁ। ସେଥିରେ ବାବା କିନ୍ତୁ ଭଲ ଅଛନ୍ତି, ବର୍ତ୍ତମାନ ଭଲ ଅଛନ୍ତି। ଆଜ୍ଞା ବାବା ଭଲ ଅଛନ୍ତି। କେଳାକୁ ଭୋଜନ ଦେଇଥିଲି, ଆଉ ହୁଁ, ବ୍ରାହ୍ମଣଙ୍କୁ ନାରାୟଣଙ୍କ ଉପରେ ତପସ୍ୟା ରହିଥିଲି ବ୍ରାହ୍ମଣଙ୍କ ଦ୍ୱାରା। ଏତିକି କାମ କରିଥିଲି ମୁଁ। ଆଜ୍ଞା ଆଜ୍ଞା, ସେଟା ଭଗବାନ କଥା। ବାବା ଭଲ ସୁସ୍ଥ ଅଛନ୍ତି ବର୍ତ୍ତମାନ। ସୁସ୍ଥ ବାବା ଅଛନ୍ତି, ମୋ ତରଫରୁ ମହାପ୍ରଭୁଙ୍କ ଦୟାରୁ ସୁସ୍ଥ ଅଛି। ମୋ ତରଫରୁ ପ୍ରଣାମ କହିଦେବେ, ଆପଣ ବାବା କି ମୋ ବାବା କି ସବୁ ବାପା ସମସ୍ତଙ୍କ ସମାନ। ଆଜ୍ଞା 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 ପ୍ରଣାମ କହିଦେବେ ତାଙ୍କୁ। ଆପଣ ଜାତକ ଦେଇଛନ୍ତି ମୋତେ ଦେଖିବା ପାଇଁ। ଓକେ, ଆଉ ଥରେ ଚେକ୍ କରିବା ପାଇଁ, ଆଜ୍ଞା ଚେକ୍ କରିବା ପାଇଁ। ମୁଁ ନିଶ୍ଚୟ ଦେଖିଦେବି, ଆପଣ ଦେଖିଦେବି। ଓକେ,
ୱିଦିନ୍ ଫ୍ରି ଆଜ୍ଞା ଦେଖିଦେବି ଟିକେ ଗୋଟେ ସମୟ ଅଭାବ ଦେଖିପାରୁନି। ଆଉ ଯାହା ହଉ ସବୁଠୁ ବଡ଼ କଥା ହେଲା ଆପଣ ମୋତେ ଜଣେଇଲେ ଭଲ ହେଲା ପରେ, ଆପଣ ତରଫରୁ ମୋତେ ଫୋନ୍ କଲେ, ଏଇଟା ହଉଛି ବଡ଼ କଥା। ଯେତେ ହଉ ଆପଣଙ୍କର ଜୀବନ ସୁଖମୟ ହଉ, ଲକ୍ଷ୍ୟ ସ୍ଥାନରେ ପହଞ୍ଚନ୍ତୁ, ଗୁରୁଦେବ ମଙ୍ଗଳ କରନ୍ତୁ, ବାବାଙ୍କ ସୁସ୍ଥ ରୁହନ୍ତୁ। ଜୟ ଗୁରୁଦେବ, ରହୁଛି ଆଜ୍ଞା। ଏ ଭିଡ଼ିଓଟି ମୁଁ ଅପଲୋଡ୍ କରୁଛି ଆଜ୍ଞା ସାର୍। ୟୁଟ୍ୟୁବରେ, କୌଣସି କମ୍ପ୍ଲେନ୍ ନାହିଁ ତ? ନାଇଁ ସାର୍ କୌଣସି କମ୍ପ୍ଲେନ୍ ନାହିଁ ଏଇଟା ସାର୍ ମାନେ ଅବିଶ୍ଵସନୀୟ ସାର୍ ଆଜ୍ଞା ଆଜ୍ଞା ଏଥିରେ କୌଣସି କଥା ନାହିଁ ଆଜ୍ଞା ଆଜ୍ଞା, ରହୁଛି ଆଜ୍ଞା, ଜୟ ଗୁରୁଦେବ ଆଜ୍ଞା। ସାର୍ ସାହାଯ୍ୟଟା କଣ କମ୍ପ୍ଲେନ୍ କେବେ ହେଇପାରିବ? ନାଇଁ 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 ନାଇଁ, ସାହାଯ୍ୟ କରେନି, ମୋ କର୍ତ୍ତବ୍ୟ କରୁଛି ଆଜ୍ଞା। ଜୟ ଗୁରୁଦେବ ଆଜ୍ଞା, ଆଜ୍ଞା ସାର୍ ଜୟ ଆଜ୍ଞା ଗୁରୁଦେବ। ସାର୍ ଜୟ ଗୁରୁଦେବ।